ଇନକ୍ୱାରି ହବ କଣ ନାହିଁ ସେଇଟା ଗୋଟେ ଅଲଗା ପାର୍ଟ। ପ୍ରଥମେ ତା ଦେହ ଅସୁସ୍ଥ ହେଲା କାହିଁକି, ଅସୁସ୍ଥ ହେଲା ପରେ ଏତେ କଥା ଉଠୁଛି ଯେ ଅସୁସ୍ଥ କାହିଁକି ହେଲା, ଏବଂ ଅସୁସ୍ଥ ହବା ପଛରେ ଯୋଉମାନେ କାରଣ ସେମାନଙ୍କୁ ଆପଣ ମାନେ ଖୋଜନ୍ତୁ। ଅସୁସ୍ଥ ହେଲା ପରେ ତ ତା ଦେହ ଏମିତି ହେଲା, ସେ ମେଡିକାଲ ଗଲାନି ଇଏ କଲାନି। ତେଣୁ ଇନକ୍ୱାରି ତ ନିଶ୍ଚିତ, ଯଦି ଭାଇ ଜଣେ ମାନେ କିଏ ଏଫଆଇଆର କଲେଣି, ସେ ତା ଇନକ୍ୱାରି ହବ କୋଉଟା ସତ କୋଉଟା ମିଛ। ସେଟା କେବଳ ଯୋଉମାନେ ଇନକ୍ୱାରି କରିବେ ସେମାନେ ଜାଣିପାରିବେ, ମୁଁ ତ ଜାଣିପାରିବିନି। ମୁଁ କିନ୍ତୁ ଏତିକି ଜାଣିଛି ତା ଦେହ ଯୋଉ ଖରାପ ହେଲା, ଯୋଉ ସଙ୍ଗ, ମୁଁ ମୁଁ କହିବି ଯୋଉମାନେ ଏଇ ବାଟକୁ ବାଟ କଢେଇଲେ ଆପଣ ସେମାନଙ୍କୁ ଧରନ୍ତୁ। ଯୋଉମାନେ ଚେଷ୍ଟା କଲେ ହ୍ୟୁମାନ ଏ ଲେବୁଲରେ ବଢୁଛି, ଏଇ ରେଞ୍ଜରେ ବଢୁଛି, ତାକୁ ଡିଷ୍ଟର୍ବ କରିବା, ଆପଣ ସେମାନଙ୍କୁ ଧରନ୍ତୁ। ଦେଖନ୍ତୁ ସେ ବହୁତ ସରଳ ଏବଂ ବହୁତ, କାରଣ ମୁଁ ଜାଣିଛି, ମୁଁ ତାକୁ ଫ୍ରମ ଦ ବିଗିନିଂରୁ ଜାଣିଛି ନା, ସେ କେତେ, ସିଏ ସରଳ ଠାରୁ ଆହୁରି ଅଧିକ ସରଳ। ଯୋଉଥିପାଇଁ ସେ ବୁଝିଯାଏ ଯେ ତାକୁ ଯୋଉମାନେ ବେଶୀ ପ୍ରଶଂସା କରନ୍ତି ସେ ଭାବନ୍ତି ସେଇମାନେ ଠିକ ଲୋକ, ଯୋଉଥିପାଇଁ ସେ ଆଜି ଏ ପ୍ରୋବ୍ଲେମରେ ପଡିଲା। ତା ସ୍ତ୍ରୀ ଯଦି ତା ପାଖରୁ ଦୂରେଇ ନ ଯାଇଥାନ୍ତା, ସେ କେବେ ଏଇ ଘଟଣା ଘଟିନାହିଁ। ଯଦି ସ୍ତ୍ରୀଟା ଦୂରେଇ ଗଲା, କାହିଁକି ଦୂରେଇ ଗଲା, କଣ ପାଇଁ ଦୂରେଇ ଗଲା? ସମସ୍ତେ ସ୍ୱାମୀ ସ୍ତ୍ରୀରେ ଘର ଅଛି ମାନେ ଛୋଟିଆ ମୋଟିଆ ନୋକଝୋକ ଲାଗିବ। ମୋ ଘରେ ଅଛି, ଆପଣ ମାନଙ୍କ ଘରେ ଥିବ, ସମସ୍ତଙ୍କ ଘରେ ଥିବ। ତାମାନେ କଣ ଏମିତି ଡିଷ୍ଟର୍ବାନ୍ସ ହଏ? ତାକୁ ଏ ମୁଣ୍ଡରେ କିଏ ପୁରେଇଲା? ଏ ଯୋଉ ଡିଷ୍ଟର୍ବ କରିବା ପାଇଁ କିଏ ପୁରେଇଲା? କାହିଁକି ହେଲା? ହବା ପଛରେ ଯୋଉମାନେ, ସେ ମୁଁ ଆପଣ ମାନଙ୍କୁ ଅନୁରୋଧ କରିବି, ଏ ହବା ପଛରେ ଯୋଉମାନେ ଦାୟୀ, ଏବେ ବି ତାଙ୍କ ମା ଅଛନ୍ତି, ଏବେ ବି ହ୍ୟୁମାନର ମିସେସ୍ ଅଛି। ଆପଣ ଆପଣ କହିଲେ କଷ୍ଟ ହବ। ଆପଣ ବିଶ୍ୱାସ କରନ୍ତୁ, ମୁଁ ଗୋଟେ ଛୋଟିଆ କ୍ଲୁ କହୁଛି, ସେ ହ୍ୟୁମାନ ବାରମ୍ବାର ତା ଝିଅକୁ ଦେଖା କରିବାକୁ ଚାହୁଁଥିଲା। ତା ସ୍ତ୍ରୀ, ତା ଝିଅ ମଧ୍ୟ ଅପେକ୍ଷା କରୁଥିଲେ ହ୍ୟୁମାନ ଯିବ, ଯେ ତା ଝିଅ ଅପେକ୍ଷା କରୁଥିଲା ଯେ ମୋ ବାବା ଆସିବ ମତେ ଦେଖା କରିବାକୁ। ତାପରେ ହ୍ୟୁମାନ ଯାଉନଥିଲା, ଝିଅ ଯାଇ କାନ୍ଦି କାନ୍ଦି ଘରେ ଶୋଉଥିଲା, ମୋ ବାବା ଆସିଲାନି, ମତେ ଆଜି ଠକିଦେଲା। ଏଟା କିଏ କରିଥିଲା? କିଏ ଅଟକୁଥିଲା ହ୍ୟୁମାନଙ୍କୁ ତା ଝିଅକୁ ଦେଖା କରିବାକୁ? ତା ସ୍ତ୍ରୀ ତା ଝିଅ ଅପେକ୍ଷା କରି କରି କାହିଁ ଫେରୁଥିଲେ? ଆପଣ ଏଗୁଡା ସବୁ ଦେଖନ୍ତୁ, ମୁଁ କହିବାକୁ ଚାହୁଁନି ବେଶୀ କିଛି କହିବାକୁ। ଆଜ୍ଞା, 5 ଘଣ୍ଟା କାଳ ସେ ଯେତେବେଳେ ଗୀତ ଗାଇ ପାରିନଥିଲା, ମୁଁ ତାକୁ ବନ୍ଦ କରିଥିଲି। ମୁଁ କହିଲି ତୋ ଦେହ ଭଲ ହେଇଯାଉ, କାରଣ ତା ପେନ୍ ଟା ମତେ ବହୁତ ପେନ୍ ଦଉଥିଲା। ମୁଁ କହିଲି ତୋ ଦେହ ଭଲ ହେଇଯାଉ, ଏ ଗୀତ ଗାଇବା, ଏଇ ଗୀତ ଏତିକି ଅଧାରେ ଥାଉ। ଏବଂ ଗୀତ ମୁଁ ସେ ଷ୍ଟୁଡିଓରୁ ସମସ୍ତଙ୍କୁ, ମିଲନ ଷ୍ଟୁଡିଓରୁ ସମସ୍ତଙ୍କୁ ବାହାରି କରିଦେଲି। ମୁଁ କହିଲି ମୁଁ ଯେ ପର୍ଯ୍ୟନ୍ତ ନ କହିବି ତମେ କେହି ଆସିବନି, ମୁଁ ଡାକିଲି ଯାଇ ଆସିବ। ସନ୍ଧ୍ୟା 5ଟାରୁ ରାତି 10ଟା, 10:30 ପର୍ଯ୍ୟନ୍ତ କଣ ଆମେ ଦି ଧାଡି କଥା ହଉଥିଲୁ? ବହୁତ କିଛି ମତେ ସେ ସେୟାର କରିକି, ମୁଁ ତାକୁ ମୁଁ ମାନେ ପ୍ରତିଶ୍ରୁତି ଦେଇଥିଲି। ମୁଁ କିନ୍ତୁ ବ୍ୟସ୍ତ ନା, ଏ ବାଲିଯାତ୍ରା ସରିଯାଉ ଏବଂ ନୂଆପଡା ଇଲେକ୍ସନ ଅଛି ସରିଯାଉ, ମୁଁ ମୁଁ ପ୍ରେସ ମିଟ ଡାକିବି, ତୁ ମୋ ପାଖରେ ବସିବୁ, ସବୁ ପ୍ରକାର ଖୁଲାସା ହବ, ବ୍ୟସ୍ତ ହନା, ମୁଁ ତୋ ସହିତ ଅଛି। କିନ୍ତୁ ବିଧିର ବିଧାନ ସେ, ନାଇଁ ଦେଖନ୍ତୁ, ମୁଁ ଆଜି ସେୟାର କରିବି, କାଲି କୋଉଠି ଆଉ କଣ ଗୋଟେ ଇନସିଡେଣ୍ଟ ଘଟିଛି ମୁଁ ଚାହୁଁନି। ଗୋଟେ ଜଣେ ତ ମରିଗଲାଣି, ସରିଗଲାଣି, କିନ୍ତୁ ଆଉ କାହା ଜୀବନରେ ଏମିତି ନ ଆସୁ। ବହୁତ କଥା ଅଛି, ମତେ କଷ୍ଟ ହଉଛି। ମୁଁ ମୁଁ ଏତିକି ଅନୁରୋଧ କରିବି ଆପଣ ମାନଙ୍କ ମାଧ୍ୟମରେ, ତାର ବିଧବା ମାଟିଏ, ବିଧବା ମା, ତାର ସାନ ଭାଇ ଚାଲି ଯାଇଥିଲା, ବାପା ଚାଲି ଯାଇଥିଲା, କିଛି ଦିନ ତଳେ ମା ଚାଲି ଯାଇଥିଲା, ଏବେ ସିଏ ଚାଲିଗଲା। ତାର ବିଧବା ମାଟି ଅଛି, ତା କଥା ବୁଝନ୍ତୁ। ଏବଂ ତାର ଗୋଟେ ଝିଅ, ତା ମିସେସ୍, ମାନେ ଏତେ କମ ଏଜରେ ସେ ବିଧବା ହେଇଗଲା ଝିଅଟିଏ, ସେ କଥା ବି ଚିନ୍ତା କରନ୍ତୁ। ତେଣୁ ତାକୁ କେମିତି ଜଷ୍ଟିସ୍ ଦବ? ଶୁଣନ୍ତୁ, ଦେଖନ୍ତୁ, ଏମିତି ତ ଅନେକ ଅଛନ୍ତି, ମୁଁ କହିବିନି ଯେ ଯୋଉମାନେ ତାକୁ ଈର୍ଷା, ସମସ୍ତେ ଈର୍ଷା କରିଥିଲେ କଣ ସମସ୍ତେ ଷଡଯନ୍ତ୍ର କରିବେ କି? ସେ କଥା ନୁହେଁ। ତାପରେ ତାକୁ ଭଲ ପାଇବା ଶୋ କରିକି ତାକୁ ଷଡଯନ୍ତ୍ର କରୁଥିବେ, ତାକୁ ଡ୍ୟାମେଜ କରିବା ପାଇଁ। ସେଇଟା କଣ, ଦେଖନ୍ତୁ, ସେଇଟା ତ ଅଲଗା କଥା। ପ୍ରଫେସନାଲି ସମସ୍ତେ ଇଏ କରିବା, ତାକୁ ତ ସାରା 4.5 କୋଟି ଓଡିଆ ଲୋକ ଭଲ ପାଉଥିଲେ, ଯୋଉଟା ଏବେ ଜଣା ଯାଉଛି, ଆପଣ ଜାଣିପାରୁଥିବେ, ତାକୁ ଭଲ ପାଉଥିଲେ, ତାର ଗୁଣକୁ, ତା ଟ୍ୟାଲେଣ୍ଟକୁ। ତେଣୁ ମୁଁ ଏତିକି କହିବି ଯେ ଆଉ ଆମେ କଣ୍ଟ୍ରୋଭର୍ସିକୁ ଯିବାନି, କିନ୍ତୁ ଯୋଉ 3 ଜଣ ଅଛନ୍ତି, ତା ମା, ତାର ଛୋଟିଆ ଝିଅ ଏବଂ ତା ମିସେସ୍, ତାକୁ କେମିତି ସମସ୍ତଙ୍କର ଗୋଟେ ରହିବ ସପୋର୍ଟ। ଆଉ ଆମେ ଦେଖନ୍ତୁ, ଯେତେ ଆମେ ଖେଳେଇବା ସେତେ ମାନେ ଖରାପ ହବ। ଜଣେ ଏତେ ବଡ ସିଙ୍ଗରଟିଏ ଗାଏ, ଯାହା ସୃଷ୍ଟି କରିଯାଇଛି ଆମେ ତାରି ବିଷୟରେ ଯିବା। ବାକି ଯଦି କେସ୍ ବାସ୍ କୋଉଠି କିଏ କଲେଣି, ଇନକ୍ୱାରି ହେଲେ, ଇନକ୍ୱାରିରେ କିଏ ଦୋଷୀ କିଏ ନିର୍ଦ୍ଦୋଷୀ ସେ ତ ସମୟ କହିବ, ସେଟା ତ ମୁଁ ଜାଣିନି କି ମୁଁ କହିପାରିବିନି। ତେଣୁ ମୁଁ ଏତିକି କହିବି,
ଯେ ହ୍ୟୁମାନର ମା ଏବଂ ତା ଝିଅ ତା ସ୍ତ୍ରୀ କି ସମସ୍ତଙ୍କର ଗୋଟେ ସପୋର୍ଟ ମିଳୁ ଏବଂ ସିଏ କଣ ଚାହୁଁଛନ୍ତି ତାଙ୍କୁ ସେଇ ପ୍ରକାର ସହଯୋଗ ମିଳୁ। ଦେଖନ୍ତୁ ଆଜ୍ଞା, ମୁଁ ସେ ଯୋଉ ଗାଳି ଗୁଲଜ କରିଛନ୍ତି ମୁଁ ଦେଖୁଥିଲି ବି ସୋସିଆଲ ମିଡିଆରେ, ଏଟା ଠିକ ନୁହେଁ। ହ୍ୟୁମାନ ମା ହଉ ଯାହାର ମା ହଉ ସେଟା କେବେ ଠିକ ନୁହେଁ। ମୁଁ ସେଟାକୁ କେବେ ସପୋର୍ଟ କରିବି ନା, ହଁ ସିଏ ଠିକ କହିଛି। ଏବଂ ସେ ଟାଇମରେ ହ୍ୟୁମାନ ମା ର ମାନସିକ ସ୍ତରରେ ଦୁର୍ବଳ ନିଶ୍ଚିତ। ଗୋଟେ ଏତେ ବଡ ସେଲିବ୍ରିଟି, ତାଙ୍କର ନିଜ ଗୋଟେ ପୁଅ ଥିଲା ଲାଷ୍ଟକୁ ତାଙ୍କ ପରିବାରରେ, ସିଏ ଚାଲିଗଲା ପରେ ନିଶ୍ଚିତ ଭାରସାମ୍ୟ ହରେଇକିରି ସିଏ ଯଦି କିଛି କଣ କହିଛନ୍ତି ମୁଁ ସେଠିକି ଯିବିନି। ଦେଖନ୍ତୁ ମୁଁ ସେଇଟା ତ କହୁଛି, ଯଦି ମା କହୁଛନ୍ତି କଣ ଥିବ, ଯେହେତୁ ମା ଘରେ ରହୁଥିଲେ, ହ୍ୟୁମାନ ପାଖରେ ରହୁଥିଲେ, ସେ ବେଶୀ ଜାଣିଥିବେ। ମୁଁ ମାନେ ମୁଁ ତ ଆଉ ଏତେ ଘର କଥା, ଘର ଭିତର କଥା କେମିତି ଜାଣିବି? ମୁଁ ଯେହେତୁ ଅ, ଯେତିକି ଡିଷ୍ଟାନ୍ସ, ଯେତିକି କାମ, ଯେତିକି ଯୋଉ ଟାଇମରେ ଯେତିକି ବୁଝେଇବା କଥା, ଯାହା କରିବା କଥା କରେ। ଯଦି ମା ତାଙ୍କର ଅଭିଯୋଗ କରୁଛନ୍ତି, କେତେ ଦୂର ସତ୍ୟ ନିଶ୍ଚିତ ତା ମା ହିଁ କହିପାରିବେ। ମୁଁ ଆକ୍ଚୁଆଲି ମୁଁ ଜାଣିନି କିଛି, କହିବାଟା ଠିକ ହବନି। ଦେଖନ୍ତୁ ଅଭିଯୋଗ ହଉଛି ମାନେ ଅଭିଯୋଗ ତ ଏମିତି ଆସିବ, କିନ୍ତୁ ଅଭିଯୋଗରେ ସତ୍ୟତା କଣ ଯେତେବେଳେ ଇନକ୍ୱାରି କରାଯିବ, ମୁଁ ଭାବୁଛି ଇନକ୍ୱାରି କରାଗଲେ ସବୁ ଜଣା ପଡିବ। ମୁଁ ଭାବୁଛି, କାହିଁକି ନା ମୁଁ ତ ଅ, ଅ, ଯାହା ଆମେ ଶୁଣିଥିବା, ଆମେ ଭୁଲ ଶୁଣୁଛେ କି ଠିକ ଶୁଣୁଛେ କେମିତି ଜାଣିବା? ଯେତେବେଳେ ଇନକ୍ୱାରି କରାଯିବ, ସେ ଅଭିଯୋଗର କେତେ ସତ୍ୟତା ଅଛି ତାହା ଜଣା ପଡିବ।